ରଜ ମହୋତ୍ସବର ଶେଷ ସମାପ୍ତ ଦିବସ ପ୍ରାଇଜ୍ ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ମାନ୍ୟବର ମୋହନା ମାନ୍ୟବର ଶିକୁଳିପଦ ଗ୍ରାମ ପଞ୍ଚାୟତ ସରପଞ୍ଚ ମହୋଦୟ, ଉପସ୍ଥିତ ପୂର୍ବତନ ସିଆରସି ମହୋଦୟ ଏବଂ ଏଠାକାର ସ୍ଥାନୀୟ ୱାର୍ଡ ମେମ୍ବର ଏବଂ ଉପସ୍ଥିତ ପୂର୍ବତନ ୱାର୍ଡ ମେମ୍ବର ଏବଂ ସ୍ଥାନୀୟ ଆମର ଏଠାକାର ଶିକ୍ଷକ ମହୋଦୟ ଏବଂ ଆଜିର କାର୍ଯ୍ୟକ୍ରମର ସଭାପତି ଏବଂ ସମ୍ପାଦକ ଏବଂ ଆମର ଡିଫେନ୍ସ ବାବୁ ଆଉ ସମସ୍ତଙ୍କୁ ମୋର ବରିଷ୍ଠ କନିଷ୍ଠ ଯୁବ ଛାତ୍ର ମହିଳା ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଯାହା ବହୁତ ଖୁସି ଲାଗୁଛି ଆପଣମାନଙ୍କର ଯୋଉ ଏକତା ଏବଂ ଉତ୍ସାହ ଏବଂ ଶାନ୍ତି ସ୍ନେହ ଶ୍ରଦ୍ଧା ପ୍ରେମ, ଏହା ଏକ ଅତୁଳନୀୟ ପ୍ରେମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ରଜ ମହୋତ୍ସବର ଶେଷ ସମାପ୍ତ ଅବସରରେ ମୁଁ ଯାହା ପ୍ରଥମ ଦିନରେ ମୁଁ କହି ରଖିଥିଲି ଆସିବା ପାଇଁ, ଗୋଟେ ଦୁର୍ଘଟଣା ହେଲା ମୋ ପରିବାର ଭିତରେ, ତେଣୁ ମୁଁ ଆସିପାରିଲି ନାହିଁ। ଆଜି ସକାଳୁ ବି ଆସି ଦେଖାଇ ଗଲି। ଆଜି ବହୁତ ଖୁସି ଲାଗୁଛି ଆପଣମାନଙ୍କର ଏଇଭଳିଆ ଏକତା ସବୁବେଳେ ଆମର ଏ ଜାତି ଏବଂ ଧର୍ମକୁ ବଞ୍ଚାଇବା ପାଇଁ ସବୁ ଯୋଉ କାର୍ଯ୍ୟକ୍ରମ ନିୟୋଜିତ ଭିତରେ ଆମର ଯୋଉ ଏଇଭଳିଆ ଏକତା ମାର୍ଗରେ ସବୁବେଳେ ସବୁ କାର୍ଯ୍ୟକ୍ରମରେ ଏଇଭଳିଆ କାର୍ଯ୍ୟକ୍ରମ ଆଗେଇ ଯାଆନ୍ତୁ। ମୁଁ ଯୁବପିଢି ମାନଙ୍କୁ ମୁଁ ଅନୁରୋଧ କରିବି ସବୁବେଳେ ଯେକୌଣସି କାର୍ଯ୍ୟକ୍ରମ ହେଲେ ମଧ୍ୟ ଗାଁର କଥା, ଗାଁରେ ଯେମିତି ଶାନ୍ତି ବଜାୟ ରଖିବା, ଗାଁରେ ଯେମିତି ଶାନ୍ତି ଶୃଙ୍ଖଳା ସହିତ ଯେକୌଣସି କାର୍ଯ୍ୟକ୍ରମ ମଧ୍ୟ ଏଠି ଶାନ୍ତି ଶୃଙ୍ଖଳା ସହିତ ସମାପନ ହେବ। ଯେକୌଣସି ସରକାର କାର୍ଯ୍ୟକ୍ରମରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ଯିବା ପାଇଁ ମଧ୍ୟ ଆପଣମାନଙ୍କୁ ଅନୁରୋଧ କରିବି। ଗାଁର କଥା ଗାଁରେ ରଖିବା, ଗାଁରେ ଶାନ୍ତି ବଜାୟ ରଖିବା, ସବୁ ଏକତା ହେଲା ବିକାଶ, ଏକତା ହେଲା ଶାନ୍ତି, ଏକତା ହେଲା ଶାନ୍ତିର କାର୍ଯ୍ୟକ୍ରମ ସବୁଠି ବିକାଶ ହେବ। ଏତିକି କହିବାର ବକ୍ତବ୍ୟ ବୋଧ କରୁଛି। ଧନ୍ୟବାଦ। ମୁଁ ଅନୁରୋଧ ରଖିବି ଆମର ଯାଉ ଏତିକି ମନ୍ତବ୍ୟ ଧନ୍ୟବାଦ। ଆମର ବର୍ତ୍ତମାନ ସରପଞ୍ଚ ଆଜ୍ଞା ମୁଁ କିଛି କଥା ରଖିଥିଲି, ସେଥିପାଇଁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ଏହାପରେ ଆମର ଏ ଯୋଉ କାର୍ଯ୍ୟକ୍ରମରେ ପ୍ରତିଯୋଗିତା ଗୁଡ଼ିକ ଆୟୋଜନ ହୋଇଥିଲା, ସେଥିରେ ମୁଖ୍ୟ ଜଜ୍ ହିସାବରେ ସେ ଉପସ୍ଥିତ ଥିଲେ। ସେ ଆଉ କିଏ ନୁହନ୍ତି, ଆମର ଜିତେନ୍ଦ୍ର କୁମାର ପ୍ରଧାନ, ପୂର୍ବତନ ସିଆରସିସି। ତାଙ୍କୁ ମୁଁ ଅନୁରୋଧ କରିବି ତାଙ୍କ ମୁଖରୁ କମ ସମୟରେ କିଛି କଥା ରଖିବି। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरुवे नमः। आजिकार जो रज तीन दिनिया कार्यक्रम समापन दिवस बा शेष दिवस এই कार्यक्रम उपस्थित थिबा मुख्य अतिथि श्री रंजीव सबर चेयरमैन ब्लॉक चेयरमैन मोहना, सरपंच श्री सत्यनारायण दंडसेना शिकुड़ीपदर, वार्ड मेंबर मैडम, तत्सहित यही ग्रामर विद्यालय प्रधान शिक्षक श्री भास्कर सार एवं अन्यान्य ज्येष्ठ श्रेष्ठ वरिष्ठ मंचासीन समस्त भद्र व्यक्ति, तत्सहित प्रधान सार जे कि आम समस्त परिचय प्रदान करथिले, तत्सहित यही ग्रामर आबाल वृद्ध वनिता अर्थात बापा माँ भाई भौणी समस्त समस्त को सुस्वागत, नमस्कार, अभिनंदन। जय जगन्नाथ। सतरे मु आशा करिनथिली এই कार्यक्रम पहुंची निहाती समस्त स्नेह ममता आज मत ये टाणी आनी, कारण अतीत में मुझे अंचल थी बर्तमान अच्छी आ रही बहुत खुशी लगे। दीर्घ 3 दिन धरी पिला माने अनेक कार्य माने इवेंट्स करथिले, जो इवेंट्स गुड़ाक समस्ते पार्टिसिपेट करछंती आ देखिया मिलुछि एई ग्राम रे एकता रही आ पिला माने एजुकेट हो जाइछंती ऑलरेडी। कारण मु सुनिया पाउछि एठी ए जो कार्यक्रम को आरंभ करथिले 4 जण पुलिस पिला बोली सुनुथिली, से माने होछि हम गाँ रो पिला अर्थात कांपगोडा रो पिला, तांको सहित सहयोग करछंती हमर यूथ पिला माने। एठी यूनिटी अछि, एजुकेशन अछि, और मु आशा करूछि एई भली कार्यक्रम सर्वदा लागि रहू। और गाँ गाँ रे आपनको गाँ रे हो कि आम अंचल रे हो
ସମସ୍ତଙ୍କ ସହିତ ଭାଇଚାରା ସୃଷ୍ଟି ହଉ, ଭାଇଚାରା ରଖନ୍ତୁ। ତତ୍ ସହିତ ଭଗବାନ ଆଶୀର୍ବାଦ କରନ୍ତୁ। ଏଇ ଗାଁରୁ ମୁଁ ଗୋଟେ ଆଶା ମାନେ ରଖୁଛି ଯେ ଏ ଗାଁରୁ ପିଲାମାନେ ଯୋଉମାନେ ମେଟ୍ରିକରେ ଫାର୍ଷ୍ଟ ଡିଭିଜନ ସେକେଣ୍ଡ ଡିଭିଜନ କରିଛନ୍ତି ସେମାନଙ୍କୁ ଆଉ ଟିକେ ଉତ୍ସାହିତ କରାଯାଉ, ଯେମିତିକି ଏ ଗାଁରୁ ଜଣେ ପିଲା OS और IAS ଅଫିସର ହିଁ ବାହାରିବେ। ଏତିକି କହି ମୁଁ ମୋର ବକ୍ତବ୍ୟ ବନ୍ଦ କରୁଛି। ଜୟ ହିନ୍ଦ, ନମସ୍କାର। ଧନ୍ୟବାଦ। ବହୁତ ସୁନ୍ଦର କଥା ରଖିଥିଲେ ଆମର ପ୍ରଧାନ ସାର୍। ବର୍ତ୍ତମାନ ଆମର ସ୍ଥାନୀୟ ୱାର୍ଡ ସଭ୍ୟା ଶ୍ରୀମତୀ ସରସ୍ୱତୀ ପାଇକ, ତାଙ୍କୁ ମୁଁ ଅନୁରୋଧ କରିବି କମ୍ ଶବ୍ଦରେ ବା କମ୍ ସମୟରେ କିଛି କଥା ରଖିବେ। थैंक यू, धन्यवाद। वर्तमान आमर स्थानीय शिक्षक श्रीजुक्त भास्कर दलाई से आज्ञा को अनुरोध करी कम समय मध्य कथा रखी। जय जगन्नाथ, जय जगन्नाथ, जय जगन्नाथ। सम्माननीय ब्लॉक चेयरमैन श्रीजुक्त रंजीव साहब, श्रीजुक्त सत्यनारायण गणेशना शिकुलीपद ग्राम पंचायत एवं आमर XCRC प्रधान सर, 85 वार्ड मेंबर एवं युवक संघर प्रेसिडेंट सीताराम भाई, संपादक प्रमोद भाई, रघुनाथ भाई एवं आमर कमिटर समस्त सभ्य, मंचासीन आमर पुलिस डी भाई एवं आमर ग्राम्य कमिटर मुख्य बा सभापति आमर प्रकाश चंद्र दलाई एवं आमर ए कार्यर पुरोधा कहले भूल हेनी श्रीजुक्त सुधीर कुमार प्रधान ग्राम शिकुलीपदर। आज कार्यक्रम को आपण मानकु आंतरिक शुभेच्छा एवं अभिनंदन। आज रजर तृतीय दिवस बा अंतिम दिन 2026 रज महोत्सव। आज कार्यक्रम रे आपण मानकु पुणी अनेक अनेक शुभेच्छा अभिनंदन। आमर ग्राम रे प्राय 4-5 वर्ष ये रज पालन होता, किंतु ए वर्ष टिके भिन्न शैली रही। से कारण हूँ आमर जो पुलिस भाई माने तांकर सहयोग थिला, से माने बहुत साहाय्य करथिले। तांकर सहयोग रे आमर आज ये रज पर्व टिके आउ टिके आकर्षण हो पारछि। रज तो सारा राज्य रे होउछि, माने सहर ठारू पुरपल्ली सब जगह रे रज होउछि। प्रथम दिन को रज पहली रज कहा जाए, द्वितीय दिन को रज संक्रांति, तृतीय दिन को भूमि दहन, चतुर्थ दिन को बसुमती स्नान कहा जाए। तो आमर सही प्रकार आम ग्राम रे प्रथम दिन रे गोटे माराथन दौड़ थिला, जो दौड़ रे आमर जिल्लार बा दूर दूरांतरू अनेक प्रतियोगी भाग नैथिले, जहा फल सेमानकर आमर परिचय होइतिला, बंधु स्थापन होइतिला। आउ सेथिरो हम देखिलु किछि खेलाड़ी जो माने जातीय स्तर में भाग नैथिले, सेतबे हमहु बहुत खुशी लागला। ए जो ओलिया गोटे चेष्टा होइतिला बहुत सुंदर होइतिला, से भितरे भाईचारा सृष्टि होइतिला, माने बहुत किछि हमर शिक्षार भी थिला। ले द्वितीय दिन रे हमर कुमारी झियो एवं ग्रामर बहु मानकु नै गोटे पिठार प्रतियोगिता होइतिला। सेथिरे सेमानकर अभिज्ञतारू सेमानकर जो दक्षता बल रे सेमानकर निज शैली रे किछि पिठा प्रस्तुत करथिले, से पिठा प्रदर्शन करथिले। सेथिरे मध्ये तांकर कला तांकर कारुकार्य किछि अति चमत्कार थिला। तृतीय दिन
ଆଜି ଆମର ଝୋଟି ପ୍ରତିଯୋଗିତା ଥିଲା। ସେ ଝୋଟିରେ ଆମର ଭାରତୀୟ ସଂସ୍କୃତି ହଉ, ଓଡ଼ିଶାର ଜଗନ୍ନାଥ ସଂସ୍କୃତି ହଉ, ସେଥିରେ ସେମାନେ ନିଜର ବୁଦ୍ଧି ବଳରେ ଝୋଟି ମାଧ୍ୟମରେ ସେମାନେ ଆମର ସଂସ୍କୃତି କେମିତି ପରମ୍ପରା ଅଛି ତାକୁ ସେମାନେ ଝୋଟି ମାଧ୍ୟମରେ ନିପୁଣ ଭାବରେ ସେମାନେ ଦର୍ଶାଇଥିଲେ। ତ ଏଭଳି ଗୋଟେ କାର୍ଯ୍ୟକ୍ରମ ଆମ ଗାଁରେ ହେଇଛି। ଆଉ ଗୋଟେ ମାରାଥନ ଦୌଡ଼ ଯୋଉ ଆମର ହେଇଥିଲା ସେତିକିବେଳେ ଆମ ଗାଁର ନାଁଟା ଚାରିଆଡେ ମଧ୍ୟ ପ୍ରସାର ହେଇପାରିଛି। ସେଥିପାଇଁ ଆମେ ଗର୍ବ ଅନୁଭବ କରୁଛୁ। ବିଶେଷ କରି ମୁଁ କହିବି ଆମର ଯୁବ ଭାଇମାନେ ତାଙ୍କର ଉତ୍ସାହ, ଆଗ୍ରହ, କରିବାର ଇଚ୍ଛା ଶକ୍ତି ତାକୁ ନେଇ ଯୋଉ ପ୍ରୟାସ କରି ଏଇ ରଜ କାର୍ଯ୍ୟକ୍ରମରେ ଯୋଉ ଭଳିଆ ସେମାନେ କାର୍ଯ୍ୟ ଗୁଡ଼ିକ ସମ୍ପାଦନ କଲେ, ଆଉ ସେମାନଙ୍କ ପାଖରେ ଥିବା ଯୋଉ ଏକତା ସେ ଯାକ ଦେଖିଲେ ସତେ ଆମକୁ ବହୁତ ଗର୍ବ ଲାଗୁଛି। ସେମାନେ ଏକତା ବଳରେ ସବୁ କିଛି କରିହବ ସେମାନେ ଆଜି ପ୍ରମାଣିତ କରିଛନ୍ତି। ଆଉ ଥରେ କହୁଛି ଯୋଉ ଆମର ତିନି ଭାଇ ଥିଲେ ତାଙ୍କ ପରିଚୟ ମଧ୍ୟ କରିଦେବି। ଆମର ଯିଏ ଭଣଜା ପୋଲିସ ବିଭାଗରେ ଅଛନ୍ତି ଦିଲ୍ଲୀଶ୍ୱର ପୂଜାରୀ, ଆଉ ଆମର ଯିଏ ପୁତୁରା ସେ ଆମର ଗଣେଶ, ଆଉ ନିଜ ଭାଇ ଯିଏ କେଦାର ତାଙ୍କର ଦେହ ତାଙ୍କର ଟିକେ କଣ ଅସୁସ୍ଥ ଯୋଗୁଁ ସେ ବର୍ତ୍ତମାନ ଉପସ୍ଥିତ ନାହାନ୍ତି। ସେମାନଙ୍କର ଏଇ ଭିତରେ ଯଥେଷ୍ଟ ଅବଦାନ ଅଛି। ସେମାନଙ୍କ ପାଇଁ ଆମର ଆଜିର ଏଇ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ହେଇପାରିଛି। ଆଗରୁ ଥିଲା କିନ୍ତୁ ଅଧିକ ଟିକେ ଭଲ ଭାବରେ ହେଇପାରିଛି ଏଇ ବର୍ଷ। ତ ଆମେ ରଜ ବିଷୟରେ ତ ଜାଣିଛେ, ରଜ କେମିତି ପାଳନ ହୁଏ କଣ ହୁଏ। ଆମ ଓଡ଼ିଶାରେ ସମସ୍ତେ ଏଇଟା ପାଳନ୍ତି। ରଜରେ ସମସ୍ତେ ଖୁସିରେ ରୁହନ୍ତି। ଘରେ ବିଭିନ୍ନ ପ୍ରକାର ପିଠା ପଣା ହଉଛି, ଏଇଟା ସମସ୍ତେ ଜାଣିଛନ୍ତି। କିନ୍ତୁ ଯୋଉ ରଜ ହଉଛି ସେଥିର କେନ୍ଦ୍ରବିନ୍ଦୁ ହଉଛନ୍ତି ନାରୀମାନେ, ଯୋଉଟା କି ଦେଶର ଶକ୍ତି ବୋଲି କୁହାଯାଉଛି। ଆଜି ଯୋଉ ରଜ ଆମେ ପାଳନ କରୁଛେ ଏଇଟା ଝିଅ ମାନଙ୍କର ପର୍ବ ବା ବୋହୂ ମାନଙ୍କର ପର୍ବ ବା ନାରୀ ମାନଙ୍କର ପର୍ବ। ଆଉ ଆକୁ ମଧ୍ୟ ଆମ ଓଡ଼ିଶାରେ କିଏ କହୁଛନ୍ତି ଗଣପର୍ବ, କୃଷି ଭିତ୍ତିକ ପର୍ବ। ଏଇ 3 ଦିନ ଆମେ କୌଣସି କାର୍ଯ୍ୟ ନ କରି ବର୍ଷ ସାରା ତ ଆମେ କାମ କରିଥାଉଛେ। ଏଇ କେବଳ 3 ଦିନ ବିଶ୍ରାମ ନେଇ ଆମେ ଘରେ ସାଙ୍ଗସାଥି, ବନ୍ଧୁବାନ୍ଧବ, ଭୋଜି ଭାତ, ପିଠାପଣାରେ ଆମେ ବ୍ୟସ୍ତ ରହି ନିଜେ ଉପଭୋଗ କରି ଆମେ ନିଜେ ଆନନ୍ଦିତ ହଉଛେ, ଅନ୍ୟମାନଙ୍କୁ ମଧ୍ୟ ଖୁସି କରୁଛେ। ତ ମୋର ଗୋଟେ ବାର୍ତ୍ତା ରହିବ ବିଶେଷ କରି ଆମ ନାରୀ ମାନଙ୍କ ପାଇଁ। ଆଜିର ପ୍ରତିକୂଳ ପରିସ୍ଥିତିରେ ବା ପରିବର୍ତ୍ତନଶୀଳ ସମୟରେ ଆମେ ଗୋଟେ ଜିନିଷ ଅନୁଭବ କରୁଛୁ ଏଠି ଯେ ଗୋଟେ ଭଲ ମଣିଷ, ବଡ ମଣିଷ ଅନେକ ମିଳନ୍ତି କିନ୍ତୁ ଭଲ ମଣିଷ ଅଳ୍ପ ମିଳନ୍ତି। କାରଣ ଆମେ ଯେତେବେଳେ ଗୋଟେ ପିଲା ପାଇଁ ଅନେକ ସ୍ୱପ୍ନ ଦେଖୁଛୁ, ଯେ ପିଲା ଭଲ ପାଠ ପଢିବ, ବେଶୀ ନମ୍ବର ରଖିବ, ଆଉ ବହୁତ ପଇସା ରୋଜଗାର କରିବ। ସେଥିପାଇଁ ବାପା ମା ଆମେ କଣ କରୁଛୁ ନା ମନ, ଧନ, ପ୍ରାଣ ସବୁ କିଛି ଲଗାଇ ସେ ପିଲା ପଛରେ ଆମେ ଖର୍ଚ୍ଚ କରୁଛେ। ଶେଷରେ ମଧ୍ୟ ସଫଳ ହଉଛେ, ସେ ଗୋଟେ ବଡ ମଣିଷ ମଧ୍ୟ ହେଇପାରୁଛି। କିନ୍ତୁ ପରବର୍ତ୍ତୀ ସମୟରେ ହେଇଥିବା ଗୋଟେ ବଡ ମଣିଷ ସାମାଜିକ ମୂଲ୍ୟବୋଧକୁ ବୁଝିପାରୁନି। ଏ ସମାଜ ତାକୁ କଣ ଦେଇଛି ସେ ନିଜେ ଜାଣିପାରୁନି ଯେ ମୁଁ ତ ବଡ ହେଇଗଲି, ମତେ ଆଉ କାହାକୁ ପଚାରିବାର ଆବଶ୍ୟକତା କଣ ଅଛି। ସେଥିପାଇଁ ହେଲେ ଆମେ ଯୋଉ ପଇସା ପତ୍ର ଖର୍ଚ୍ଚ କରିକି ଏତେ ବଡ ମଣିଷ କଲେ, କଣ ଅଭାବ ରହିଗଲା ତା ପାଖରେ? କଣ ସେ ଅଭାବଟା? ଆମର ତ ଦୁନିଆ ମନ୍ଦିର ଅଛି, ସତ୍ସଙ୍ଗ ଯାଉଛେ, ସବୁ କ୍ଷେତ୍ରକୁ ଯାଉଛେ, ସବୁ ହେଲା ପରେ ବଡ ମଣିଷ ହେଇପାରୁଛି, ଭଲ ମଣିଷ କାହିଁକି ହେଇପାରୁନି? ନା ଆମେ ସବୁବେଳେ ପଇସା ଖର୍ଚ୍ଚ କରୁଛେ ଲୋଭରେ, ଲାଭ କିଛି ହଉନି। ସେଥିପାଇଁ ଆମେ ପ୍ରଥମ ଯେତେବେଳେ ଗୋଟେ ଶିଶୁ ଜନ୍ମ ହଉଛି, ସେ ମଣିଷ ହବାର ତାର ମାଧ୍ୟମ ହଉଛି
ତାର ମାତା ପିତା ଏବଂ ତାର ଆଚାର୍ଯ୍ୟ, ଆଚାର୍ଯ୍ୟ ମାନେ ଯୋଉ ଶିକ୍ଷକ। ଯେତେବେଳେ ନାରୀ କି କାହିଁକି ଶ୍ରେଷ୍ଠ କୁହାଯାଏ? ନା, ଯେତେବେଳେ ଜନ୍ମ ହଉଛି ତା ଛାତିର ଅମୃତ ଖାଇ ପ୍ରଥମରେ ସେ ଶିଶୁ ବଡ ହଉଛି। ବାପାଙ୍କର ଦାୟିତ୍ୱ ଅଛି, କିନ୍ତୁ ପ୍ରଥମ ସେବା କରୁଛି ମା। ସେଥିପାଇଁ ତାର ପ୍ରଥମ ଗୁରୁ ହଉଛି ମା, ତାପରେ ବାପା, ତାପରେ ଆଚାର୍ଯ୍ୟ। ଯଦି ଗୋଟେ ମା ଯଦି ଭଲ ସଂସ୍କାର ଦେଇପାରିଲା, ଶିକ୍ଷା ଦେଇପାରିଲା, ପାଠ ପଢିବା ସହିତ ନମ୍ର ହେଇପାରିବ, ସେ ଭଦ୍ର ହେଇପାରିବ, ତାହେଲେ ଜୀବନରେ ସେ ଯେତେବେଳେ ବଡ ହବ ସେ ସାମାଜିକ ମୂଲ୍ୟବୋଧକୁ ଜାଣିପାରିବ। କିନ୍ତୁ ଆମେ ପଇସା ଖର୍ଚ୍ଚ କରୁଛେ, ପାଠ ତ ପଢୁଛେ ବିଦ୍ୟାଳୟ ଯାଇକି, ଆମର ଗୁରୁ ଦାୟିତ୍ୱ ରହୁନାହିଁ। ଗୋଟେ ଛୋଟିଆ ଉଦାହରଣ, ପିଲା ଟିକେ ଅଝଟ ହଉଛି ଘରେ, ଆମେ କଣ କରୁଛେ? ଏଇ ସେପଟେ ବାହାରୁ ନା, ଭୂତ ବାହାରିବ। କଣ ବାହାରିବ? ଭୂତ। ଭୂତ ଆମେ କେବେ ଦେଖିନେ, କିନ୍ତୁ ପିଲା କହୁଛେ ଭୂତ ବାହାରିବ, ସେପଟେ ଯାଆନା। ସବୁବେଳେ ସେ ଗୋଟେ କଥା କହିକିରି ଆମେ ପିଲାକୁ କଣ୍ଟ୍ରୋଲ କରିଦଉଛେ। ପିଲା ମଧ୍ୟ ଭୟରେ ବାହାରକୁ ବାହାରୁନି, ନହେଲେ ଭାତ ଖାଉନି, ଏଇ ଭୂତ ଆସିବ ଭାତ ଖା। ପିଲା ଭାତ ଖାଇଲା, କିନ୍ତୁ ତା ମନରେ କଣ ରହିଲା? ଭୂତ। ଆଜ୍ଞା, ଯିଏ ଭୂତ କଥାଟା କହୁଛି ଯୋଉ ମା, ସିଏ ହଉଛି ପ୍ରଥମ ଭୂତ। ସେ ଯେତେବେଳେ ବଡ ହେଇଯାଉଛି, ଚାରିଆଡେ ଯେତେବେଳେ ଯାଉଛି, ସେ କଣ ତା ମନେ ରହିଯାଉଛି? ନା ଭୂତ। ସେ ଗଛରେ ଭୂତ ଅଛି, ଏଠି ଭୂତ ଅଛି, ସେଠି ଭୂତ ଅଛି। ଆଜି ମଧ୍ୟ ଆମର ଜଣେ ଯୋଉ ମେଡିକାଲ କର୍ମଚାରୀ ସେଦିନ ଆସିଥିଲେ, କହୁଥିଲେ ମୁଁ ବିଜ୍ଞାନ ପଢିଛି, ସବୁ ଜାଣିଛି, ହେଲେ ଭୂତ ନାହିଁ ବୋଲିକି କେତେ ମତେ କହିଲେ ମଧ୍ୟ ମୋ ମା ଏମିତି ଶିଖେଇଛି, ମୁଁ ରାତିରେ କୁଆଡେ ଯାଇପାରୁନି। ତା ବଦଳରେ ଯଦି ଆମେ ଭଗବାନ କଥା କହିଥାନ୍ତେ, ଆରେ ପାଠ ନ ପଢିଲେ ଭଗବାନ ରାଗିବେ, ନହେଲେ କୃଷ୍ଣ ଏମିତି ଗାଳି କରିବେ, ଏଇ ଜିନିଷ ତା ମନରେ ଭର୍ତ୍ତି କରାଇଥାନ୍ତା, ସେ ଭଗବାନ ବିଶ୍ୱାସ ହେଇଥାନ୍ତା। ହେଲେ ଭୂତକୁ ଯଦି ଏତେ ବିଶ୍ୱାସ କଲା, ଭଗବାନ କାହିଁକି ବିଶ୍ୱାସ କରିବନି? ସେଥିପାଇଁ ମା ମାନଙ୍କର ଏଇ ଗୁରୁ ଦାୟିତ୍ୱ। ଆମେ ଗୋଟେ ପିଲାକୁ ଭଲ ମାନେ ବଡ ମଣିଷ କରିବା ସହିତ ଭଲ ମଣିଷ ମଧ୍ୟ କରିବା। ଯେମିତି ଆଜିର ଦୁନିଆରେ ସମସ୍ତେ ବଡ ବଡ ମଣିଷ ହେଇଗଲା ପରେ ନା ସମାଜକୁ ବୁଝୁଛି ନା ବାପାକୁ ବୁଝୁଛି। ସେ ତାର ଅଭାବ ହେଲା ଆମେ ତାକୁ ଭଲ ସଂସ୍କାର ଆମେ ଦେଇପାରୁନୁ। କେବଳ ପାଠରେ ମନ ଲଗେଇଛେ, ପାଠ ପଢିଛି, ଡକ୍ଟର ହେଇଛି, ଇଞ୍ଜିନିୟର ହେଇଛି, କିନ୍ତୁ ବାପାକୁ ପଚାରୁନି। ଡକ୍ଟର ହେଇଛି, ଇଞ୍ଜିନିୟର ହେଇଛି, ଗାଁର ଗୋଟେ ବିଭିନ୍ନ ପ୍ରକାର ସମସ୍ୟା କହିଲେ ସେ ବୁଝୁନି, ନିଜ ସ୍ୱାର୍ଥରେ ସେ ବୁଡି ରହୁଛି। ଆର କାରଣ ହେଲା ଆମେ ପିଲାମାନଙ୍କୁ ଭଲ ସଂସ୍କାର ଦେଇପାରୁନୁ। ସେଥିପାଇଁ ଏ କ୍ଷେତ୍ରରେ ନାରୀ ମାନଙ୍କର ଭୂମିକା ଅଧିକ। ଯଦି ଗୋଟେ ନାରୀ ସିଏ ଆଧ୍ୟାତ୍ମିକ ଜ୍ଞାନ ପାଇଲା ବା କିଛି ତା ପାଖରେ ଜ୍ଞାନ ରହିଲା, ତାହେଲେ ତା ପିଲାକୁ ସେ ବଦଳେଇ ପାରିବ। ତ ଆଜି ସମୟ କମ ଅଛି, ଆଉ ଆମର 3 ଦିନ କାର୍ଯ୍ୟ ମଧ୍ୟରେ ଆମର ନିମନ୍ତ୍ରିତ ଅତିଥି ମାନେ ଆମର ଗୋଟେ ଛୋଟିଆ ଅନୁରୋଧ କରି ମାନେ ଆମର এই ଗହଣରେ ପହଞ୍ଚି ଆମର এই ସଭାକୁ ଅଧିକ ରୋମାଞ୍ଚିତ କରିଛନ୍ତି। ଆମର ସାରଥୀ ଭାବରେ ଆମର ଏକ୍ସଆରସି ପ୍ରଧାନ ସାର୍, ଆମର ସୁଧୀର ସାର୍, ଏମାନେ ଯେମିତି ବସରେ ଡ୍ରାଇଭର ନଥିଲେ ଗାଡି ଯିବନି, ପାସେଞ୍ଜର ବସିକି ଥିବେ, ସେମିତି ଆମେ ସବୁ ପାସେଞ୍ଜର ବଳିଥିଲୁ। ସେମାନେ ଗାଡି ଦ୍ରୁତ ଗତିରେ ଆଗକୁ ଚଲେଇ ଚଲେଇ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇ ଦେଇଛନ୍ତି। ସେଥିପାଇଁ ଆମର এই অনুষ্ঠাନ ତରଫରୁ, ଆମର ଯୁବକ ଭାଇ ସଂଘ ମାନେ ଯୁବ ସଂଘ ତରଫରୁ, ଗ୍ରାମବାସୀ ତରଫରୁ, ଆଉ ଆମର ଚେୟାରମ୍ୟାନ ମଧ୍ୟ, ସେ ମଧ୍ୟ ଆମର ରାଜନୀତିରେ ପ୍ରବୀଣ, ପ୍ରତ୍ୟେକ ମୁହୂର୍ତ୍ତରେ ଯୋଉ ଜାଗାରେ ଡାକିଲେ ସେ ଜାଗାରେ ପହଞ୍ଚନ୍ତି। ଅନେକ ଉନ୍ନତିମୂଳକ କାମ ମଧ୍ୟ ସେ ଆମ ପାଇଁ କରିଛନ୍ତି। ସେଇଭଳି ଆମର ସ୍ଥାନୀୟ ସରପଞ୍ଚ, ସେ ମଧ୍ୟ କୌଣସି ଗୁଣରେ କମ ନୁହନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ଅସୁବିଧାରେ ଛିଡା ହେଇଛନ୍ତି, ଆଉ ଅଭିଯୋଗ ମଧ୍ୟ ଶୁଣିଛନ୍ତି। ସେଥିପାଇଁ ସେମାନଙ୍କୁ ମଧ୍ୟ ଆମର এই অনুষ্ঠাନ ତରଫରୁ ଅନେକ ଅନେକ ଧନ୍ୟବାଦ। ଆଉ ମୁଁ ମଧ୍ୟ କହୁନି, ମୁଁ ଏତିକି କହି ମୋର ବାଣୀ ଏଠି ରଖୁଛି। ଜୟ ଜଗନ୍ନାଥ। ଧନ୍ୟବାଦ। ଆମର पूरा बबल करदबा हमर जे कि सियारी सर, जे कि जितेंद्र प्रधान सर, तांको को ସମସ୍ତ ଦର୍ଶକ ବନ୍ଧୁଙ୍କୁ ଅନୁରୋଧ କରିବି, ଦୟାକରି ପ୍ଲିଜ
बिग क्लैपिंग करताली जोर से हो भाई जम सरपंच सार भी ने तंग भाई जोर से ताली देखिए जाओ तो चेयरमैन चार तंग भाई को जोर से ताली जोर ताली एवं हुड़ोड़े अब जे क्या करो यार वार्ड मेंबर भी देती चमता को सब इधर को तंग भाई को जोरदार कर ताली हो ताली सुता जाओ के भाई भौड़ी वाले कांपहुड़ार समस्त माँ माउसी युव संघ मान मु अनुरोध करुच्ची जोरदार करताली हौ नले राति भूत स्वप्न देखिए करताली हो भाई कंटिन्यू बच्चन चलছে पुरस्कार भाई एनर्जी अच्छी ना एनर्जी अच्छी ना करताली हो भाई माने धन्यवाद